ଇଂଲଣ୍ଡରେ ବୈଭବ ଝଡ଼ କେମିତି ବିସ୍ଫୋଟକ ଶତକ ସହ ଭାଙ୍ଗିଦେଲେ ବଡ଼ ବଡ଼ ରେକର୍ଡ। ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ଅଣ୍ଡର-19 ପାଇଁ ଖେଳୁଥିବା 14 ବର୍ଷୀୟ ଜଣେ ପ୍ରତିଭାଶାଳୀ ବ୍ୟାଟର ବୈଭବ ଇଂଲଣ୍ଡ ଅଣ୍ଡର-19 ଦଳ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ 5 ମ୍ୟାଚ୍ ସିରିଜର ଚତୁର୍ଥ ଯୁବ ଦିନିକିଆ ମ୍ୟାଚ୍ରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ବୈଭବ ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ସେ 52 ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ, ଯେତେବେଳେ ସେ 24 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ବୈଭବ ତାଙ୍କ ଶତକ ଇନିଂସରେ 10 ଚୌକା ଏବଂ 7 ଛକା ମାରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଦେଖି ଷ୍ଟାଡିୟମରେ ଥିବା ଭାରତୀୟ ଦର୍ଶକ ସହିତ ଇଂଲଣ୍ଡର ଦର୍ଶକମାନେ ମଧ୍ୟ ଠିଆ ହୋଇ ତାଲି ମାରିବାରେ ମଜବୁର କରାଇଦେଲା ତାଙ୍କର ବ୍ୟାଟିଂ। ବୈଭବ ଚଳିତ ବର୍ଷ IPLରେ ଶତକ ହାସଲ କରିଥିଲେ, ଯେତେବେଳେ ସେ ଯୁବ ଟେଷ୍ଟରେ ମଧ୍ୟ ଶତକ ହାସଲ କରିଛନ୍ତି। ଏବେ ଯୁବ ଦିନିକିଆରେ ଶତକ ହାସଲ କରି ସେ ତାଙ୍କ ନାମରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଅଣ୍ଡର-19 ଇତିହାସରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂ ଏତିକିରେ ସରିନାହିଁ। ସେ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ମୋଟ 10ଟି ଛକା ଓ 13ଟି ଚୌକା ମାରି 78 ବଲ୍ରେ 143 ରନ୍ର ଧୁମକେଦାର ପାରି ଖେଳିଥିଲେ। ଭାରତ 5 ମ୍ୟାଚ୍ ବିଶିଷ୍ଟ ସିରିଜରେ 2-1ରେ ଆଗୁଆ ଅଛି। ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତିଥିଲା ବେଳେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଏକଦମ ପ୍ରତ୍ୟାବର୍ତ୍ତନ କରିଥିଲା। ତାପରେ ଭାରତ ତୃତୀୟ ଦିନିକିଆ ଜିତି ସିରିଜରେ ଆଗୁଆ ହୋଇଥିଲା। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ କବ୍ଜା କରିବ ବୋଲି ଆଶା। IPL ପରଠାରୁ ବୈଭବ ସୂର୍ଯ୍ୟବଂଶୀ ବହୁତ ଭଲ ଫର୍ମରେ ଅଛନ୍ତି। ଗତ IPL ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ ସିଜିନରେ ସେ ଏକ ଚମତ୍କାର ଶତକ ମାରିଥିଲେ। IPL ପରେ ବୈଭବ ଇଂଲଣ୍ଡରେ ମଧ୍ୟ ଭଲ ଇନିଂସ ଖେଳୁଛନ୍ତି। ଇଂଲଣ୍ଡ ଗସ୍ତରେ ପ୍ରଥମ 3ଟି ଦିନିକିଆରେ ବୈଭବ 48, 45 ଏବଂ 86 ରନ୍ କରିଥିଲେ ଓ ଆଜି 143 ରନ୍ କରିଥିଲେ। ପଞ୍ଚମ ଏବଂ ଶେଷ ମ୍ୟାଚ୍ 7 ଜୁଲାଇରେ ୱେଷ୍ଟମିନିଷ୍ଟରରେ ଖେଳାଯିବ। ଏହାପରେ ଭାରତ 19 ବର୍ଷରୁ କମ୍ ଏବଂ ଇଂଲଣ୍ଡ 19 ବର୍ଷରୁ କମ୍ ଦଳଗୁଡ଼ିକ 12 ଜୁଲାଇରେ ଏକ ବହୁଦିବସୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ। ବହୁଦିବସର ଦ୍ୱିତୀୟ ମ୍ୟାଚ୍ 20 ଜୁଲାଇରୁ ଚେମସଫୋର୍ଡରେ ଖେଳାଯିବ।